ଭାବୁଛି ମୁଁ ଏ ସମ୍ପର୍କରେ ଗୋଟେ ବ୍ୟକ୍ତିଗତ ମତ ଦେଇଥିଲି। ଏଟା ରାଜ୍ୟସଭା ନିର୍ବାଚନ ନୁହେଁ, ଇଏ ଓଡ଼ିଆ ଅସ୍ମିତାର ଅନ୍ୟ ଏକ ପରୀକ୍ଷା ହେବ। ଆମେ ସେ ପରୀକ୍ଷାରେ ଫେଲ୍ ହେଇଯାଇଛୁ ବୋଲି ଭୁଲ ହେବ ନାହିଁ। କାରଣ ଯେଉଁମାନେ ଦଳର ମତ ବିରୋଧରେ ଯାଇ ଦଳ ବିରୋଧରେ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ, ଉଭୟ ସମ ପରିମାଣରେ ଦୋଷୀ। ଯଦି ଏତେ କଥା କରିବାର ଥିଲା, ବିଧାୟକମାନଙ୍କୁ ତାଙ୍କର ବିବେକ ଅନୁସାରେ ଭୋଟ ଦେବା ପାଇଁ ଛାଡ଼ି ଦେଇଥିଲେ ଏ ପ୍ରକାର ଅପବାଦ ଆଉ ମୁଣ୍ଡେଇବାକୁ ପଡ଼ିନଥାନ୍ତା। କିନ୍ତୁ ନା ବିଧାୟକମାନେ ସେ କଥା ବୁଝୁଛନ୍ତି, ନା ଅସ୍ମିତା କଥା ଯେଉଁମାନେ କହୁଛନ୍ତି ସେମାନେ ଏ ଭୋଟର ହିତାଧିକାରୀ ହେଲାବେଳେ ନିଜ ଉପରକୁ ତାହା ନେଉଛନ୍ତି, ନା ଆମେ ଯେଉଁମାନେ ଆଲୋଚନା କରୁଛୁ ଗଣମାଧ୍ୟମ ଏବଂ ସାଧାରଣ ଲୋକ କାହାକୁ ଏ କଥା ଜୁଟୁ ନାହିଁ। ତେଣୁ ଏ ବିଷୟରେ ମନ୍ତବ୍ୟ ଦେବା ମଧ୍ୟ ମୁଁ ଭାବୁଛି କିଛି ମୂଲ୍ୟ ରଖୁନାହିଁ। ରାଜ୍ୟସଭା ନିର୍ବାଚନ ଯେଉଁ ଫଳାଫଳ ହେଲା, ଗୋଟେ ନୂଆ ସମୀକରଣ ଆଡ଼କୁ ଯାଉଛି କି ରାଜ୍ୟରେ ଗୋଟେ ନୂଆ ସାମୁଖ୍ୟ ଆଡ଼କୁ ଯାଉଛି କିଛି ରାଜନୀତିରେ ପ୍ରେମୀ ଏକାଠି ହେଉଛନ୍ତି। ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ରବି ପାଣି, ସମର ଶତପଥୀ, ଆପଣ ଭଳିଆ ନେତା, ଆମେ ସବୁ ଏକାଠି ହେଉଛୁ ବୋଲି କିଏ କହୁଛି? ଆମେ ବସି ଖାଇଦେଲେ ଏକାଠି ହେଇଗଲେ। କିଏ କେତେବେଳେ କାହା ସହିତ ମିଶୁଛି? ବିଜେଡି ଆଉ ବିଜେପି କ'ଣ ଏକାଠି ଥିଲେ ବୋଲି ବହୁତ ଲୋକ କହନ୍ତି। ଏବେ ବି ବିଜେଡି ଆଉ ବିଜେପି ଭିତରେ କ'ଣ ପରଦା ପଛର ସମ୍ପର୍କ ଜାଣିବା ଭାରି କଷ୍ଟ। ଖୋଲାଖୋଲି ଭାବରେ ବିଜେପି ଠାରୁ ଦୂରେଇ ଯାଇ ବିଜେଡି ଆଉ କଂଗ୍ରେସ ସାମୟିକ ଭାବରେ ଏକାଠି ହେଇଥିଲେ କି ଭବିଷ୍ୟତରେ ଏକାଠି ହେବେ, ସେ ବିଷୟ ଆଗାମୀ ଦିନରେ ଜଣାପଡ଼ିବ। ଏବେଠୁ ଆକଳନ କରିବା। କିନ୍ତୁ ଏଭଳି ପରିସ୍ଥିତିରେ କାହାକୁ ବିଶ୍ୱାସ କରିବା ସମ୍ଭବ ହେଉନାହିଁ। କିଏ ବା ଅଛି କେଉଁ ମତେ ଜାଣିବା ଭାରି କଷ୍ଟ। ରାଜ୍ୟସଭାର ଫଳାଫଳ ଇଏ ପ୍ରକୃତ ପକ୍ଷେ ଯେମିତି ଆପଣ କହିଲେ ଓଡ଼ିଆ ଅସ୍ମିତାର ପରିଚୟ ଥିଲା ବା ପରୀକ୍ଷା ଥିଲା, ସେ ପରୀକ୍ଷାରେ କ'ଣ ଓଡ଼ିଆ ଅସ୍ମିତା ପାସ୍ କରିଛି? କହିଲି ପରା ଫେଲ୍ ହେଇଛି। ପ୍ରଥମ ଅସ୍ମିତା ଥିଲା ଏମ୍ଏଲ୍ଏ ମାନଙ୍କୁ ବାଇଗଣ ପରିବା ଭଳି ବିକ୍ରି ଯୋଗ୍ୟ ବୋଲି ଯେଉଁ ଭାବୁଛନ୍ତି, ଯେଉଁମାନେ ଭାବୁଛନ୍ତି ସେମାନେ ମଧ୍ୟ ଅସ୍ମିତାର ବିରୋଧୀ। ଆଉ ଯେଉଁମାନେ ଏହାର ଶିକାର ହେଲେ, ନିଜକୁ ନିଜେ ପଚାରିଲେ ନାହିଁ, ସେମାନେ ମଧ୍ୟ ଏ ବିଷୟରେ ଆଉ କିଛି କହିବା ପାଇଁ ତାଙ୍କ ଜିଭରେ ହାଡ଼ ନାହିଁ। ତାଙ୍କ ଭିତରେ ତ କିଏ କେତେବେଳେ ବିକ୍ରି ହେଇଛି, ତାଙ୍କ ଭିତରେ ତ ବିକ୍ରି ହେଇଛନ୍ତି। ଯଦି ଦଳ ବିରୁଦ୍ଧରେ ଭୋଟ ଦେବାର ଥିଲା ସେ ଆଗରୁ ଖୋଲାଖୋଲି କହିପାରିଥାନ୍ତେ। କିନ୍ତୁ ଯଦି ଦେଲେ ସାହସ କରି ଦେଇଛନ୍ତି, ଦଳ ମଧ୍ୟ ତାଙ୍କୁ ନିଲମ୍ବିତ କରିସାରିଲାଣି। ତେଣୁ ସେ ଚାପ୍ଟର ସରିଯାଇଛି। କିନ୍ତୁ ବିଧାୟକମାନଙ୍କୁ ଯେଉଁ ଦୃଷ୍ଟିରେ ଦେଖାଯାଉଛି, ସେ ମୋ ସପକ୍ଷରେ ଭୋଟ ଦେଇପାରେ, ଅନ୍ୟ ଦଳର ହେଇଥିଲେ ମଧ୍ୟ। କ'ଣ ପାଇଁ ଭୋଟ ଦେବ ତା ଭିନ୍ନ କଥା, କିନ୍ତୁ ଦେଇପାରେ ବୋଲି ଭାବୁଛି ଯେ ସେ ମଧ୍ୟ କମ୍ ଦୋଷୀ ନୁହେଁ। ଦ୍ୱିତୀୟ କଥା ହେଲା, ନବୀନ ବାବୁ ବହୁତ ଦିନରୁ ଦଳ ଭିତରେ ଶୃଙ୍ଖଳା ରଖିବା ପାଇଁ ବହୁତ କାର୍ଯ୍ୟକ୍ରମ ଗ୍ରହଣ କଲେ। ଆମେ ସବୁ ବହୁତ ଚିତ୍ର ଦେଖିଲୁ। ନବୀନ ନିବାସରେ ପ୍ରଥମ ଥର ପାଇଁ ଏତେ ଗୁଡ଼ିଏ ଏମ୍ଏଲ୍ଏ ଲୁଙ୍ଗି ପିନ୍ଧି ରାତ୍ରି ଯାପନ କଲେ। ଇଏ ଗୋଟେ ଭଲ ଦୃଶ୍ୟ, କିନ୍ତୁ ଏ ଦୃଶ୍ୟ 24 ବର୍ଷ ଭିତରେ ଆମେ କେହି ଦେଖିନଥିଲୁ। ଏବଂ ସେ ମଧ୍ୟ ମୂଳରୁ ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ନିଲମ୍ବିତ କରିଥିଲେ ସନା ମହାକୁଡ଼ଙ୍କୁ ଏବଂ ଅରବିନ୍ଦ ବାବୁଙ୍କୁ। ଏଇଥିପାଇଁ ବୋଧ ହୁଏ ଯେ ବିଶୃଙ୍ଖଳାଟି ଟିକେ ନବାପୁ, କିନ୍ତୁ ତାଙ୍କର এই କାର୍ଯ୍ୟାନୁଷ୍ଠାନ ବିଶେଷ କିଛି କାମ ଦେଇନି। ତେଣୁ ନବୀନ ବାବୁଙ୍କ ନେତୃତ୍ୱ ପ୍ରତି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହେଇଛି, ସେ ପ୍ରଶ୍ନ ଏବେ ବି ସଠିକ୍ ଉତ୍ତର ଓଡ଼ିଶା ଲୋକମାନେ ପାଇଯିବେଣି। ଏବଂ ବିଜେଡି ଭିତରେ ଯେଉଁମାନେ ଅଛନ୍ତି, ନବୀନ ବାବୁଙ୍କୁ ସର୍ବମାନ୍ୟ ନେତା ବୋଲି କହୁଛନ୍ତି, ସେମାନେ ମଧ୍ୟ ନିଜ ମନ ଭିତରେ ଆଶଙ୍କା କରିବା ଆରମ୍ଭ କରିବେ। ଠିକ୍ ସେହିପରି କଂଗ୍ରେସ ମାତ୍ର 14 ଜଣ ଲୋକଙ୍କ ଭିତରୁ 3 ଜଣଙ୍କୁ ମଧ୍ୟ ଅଟକେଇ ରଖିପାରିଲା ନାହିଁ। ଏବଂ ହୁଇପ୍ ଜାରି କଲା ପରେ ମଧ୍ୟ ବାଙ୍ଗାଲୋର ଯାତ୍ରା କରୁଥିଲେ। କାହିଁକି ବାଙ୍ଗାଲୋର ଯାଇଥିଲେ ଏବଂ ବାଙ୍ଗାଲୋର ଯାତ୍ରା ଫେରି ଆସିଲା ପରେ ତାଙ୍କର କ'ଣ ଅବସ୍ଥା ହେଲା, ତାଙ୍କ ନେତୃତ୍ୱ ପ୍ରତି ମଧ୍ୟ ଯେଉଁ ପ୍ରଶ୍ନ ଥିଲା, ସେ ପ୍ରଶ୍ନର ଉତ୍ତର ସମସ୍ତେ ପାଇଥିବେ। ସେ କଂଗ୍ରେସ ନେତୃତ୍ୱ ହେଉ କିମ୍ବା ବିଜେଡିର ନେତୃତ୍ୱ ହେଉ, ସେ ଯାହା କହନ୍ତି ଅନେକ ପ୍ରଶ୍ନର ଅପେକ୍ଷା ରଖୁଛି। ତୁମ କଥାଟା କାହିଁ ମୋ ପାଟିରେ କହିବାକୁ ଚାହୁଁ କରୁଛନ୍ତି? ପକଡ଼ କମିଲାଣି କି ନ ପକେଇଲାଣି ତମେ ଜାଣିପାରୁନଥିବ ଯେ ମୋତେ କହୁଛି ପକଡ଼ କମିଗଲାଣି କେମିତି? ତୁମେ କ'ଣ ଭାବୁଛ? ସେ ତ ପ୍ରଥମେ 2ଟା ନିଲମ୍ବିତ କରିଥିଲେ, ଏଇନା କେତେ ନିଲମ୍ବିତ କରିବାକୁ ଯାଉଛନ୍ତି ଦେଖିବା।
कांग्रेस 3 कलानी एमाने 6 करिवे बोधे आज्ञा गोटे कहुच्छी जो 2026 रे बड़ राजनैतिक परिवर्तन हवा कथा कहुच्छी ए भितर नुआ दल गठन कथा कहुच्छी बर्तमान जो माने गत काली आपण देखले बिजु लिगासी माने बिजु जनता दल सहित रहिलेनी नुआ दल गठन हवा किछ प्रक्रिया रही कि आपण सहित जोगाजोग करते महापात्र संकेत एमती कहीदेले दल गठन हुए ना किंतु बीजेडी दल निर्वाचन परे परे 51 जन थिले आज जदि ठीक भाव में विचार करा जिवो से 51टा नुआपड़ा पर 50 है 50टा किछ दिन पर 48 है 48टा आज जदि जो मैंने भोट दे ना दलर बाहर बोली विचार करा जिवो ताले 42 है आपण 51 को लोक आपन को 51टा करथिले आपण एभଳି इतिमध्ये 51 को संभाली पारि नांती वर्तमान आसिलेनी 42 को 51 रू 42 गला केते 9 रहिला 51 रू 9 केते पाखापाखि 19-20% 19% आपणकर अवक्षय घटी धीरे धीरे घटव विस्तार कौन अच्छे तेणु आज्ञा से माने नुआ दल निय पकेबे जो माने ठी असंतोष होउछंती किए कौन सी निर्वाचित एमएलए दलर निय पकाते नहीं निर्वाचित वरिष्ठ पकाइबे आपण साधारण लोक मैंने चाहिए दलर नियम पड़ तेणु एसबू प्रक्रिया चले आज नुआकरी हो ना दिल्ली बाबू इतिहास को रिपीट कले वर्ल्ड कप जितला भाया हिस्ट्री रिपीट तेणु द्वितीय थर पर क्रॉस वोटिंग से जीतिले किंतु एभली जितवाटा गोटे गौरवर कथा नुहे एक कथा मुझे